ଜୀବନରେ କେବେ ତାଙ୍କୁ ଭୁଲି ଯାଆନ୍ତୁ ନାହିଁ। ଆପଣଙ୍କୁ ସବୁଦିନ ସବୁ ସମୟରେ ମନେ ପକାଉଥାଏ ଆଉ ତା ନିଜଠୁ ବି ଅଧିକ ଭଲ ପାଉଥାଏ। କେବେ ତାଙ୍କୁ କନ୍ଦାଅ ନାହିଁ ଯିଏ ଆପଣଙ୍କୁ କାନ୍ଦୁଥିବାର ଦେଖି ନିଜେ କାନ୍ଦି ପକାଏ। ଏତେ ଭଲ ପାଉଥିବା ମଣିଷ ଯଦି ଆପଣଙ୍କ ପାଇଁ ଦୁଃଖ ପାଏ କ'ଣ ସତରେ ଆପଣ ତାଙ୍କୁ ଭୁଲି ଯାଇପାରିବେ? ଗୋଟେ ଝିଅ ଯୋଉ ଘରକୁ ସଜେଇବା ପାଇଁ ବହୁତ ସ୍ୱପ୍ନ ନେଇ ଆସିଥିଲା, ଆଜି ସେଇ ଘରୁ ଶାଶୁ ନଣନ୍ଦର ଧମକ ମିଳୁଛି। ଏଠି ରହିବାକୁ ହେଲେ ଆମ ହିସାବରେ ଚାଲିବାକୁ ପଡ଼ିବ। ଗୋଟିଏ ଶାନ୍ତ ସରଳ ମଣିଷକୁ ଯେତେ ଅପମାନ ଓ ଅସମ୍ମାନ କଲେ ମଧ୍ୟ ସେ ସବୁ କିଛି ହସି ହସି ସହିଯାଏ। କାହିଁକି ନା ସେ ଜାଣିଥାଏ ସୁନାକୁ ଯେତେ ଖଣ୍ଡ କଲେ ମଧ୍ୟ ବଜାରରେ ତାର ଦାମ କେବେ କମି ନଥାଏ। ଭରସା କାହା ଉପରେ କରନ୍ତୁ ନାହିଁ ବନ୍ଧୁ, କାହିଁକି ନା ଏଇଟା ଧୋକେବାଜ ଦୁନିଆ। ଏଠି ଲୋକ ରାଣ ନିୟମ ଖାଇବି ଭୁଲି ଯାଆନ୍ତି। ପୃଥିବୀରେ କୌଣସି କାର୍ଯ୍ୟ ବିନା ବାଧାରେ ସମ୍ପନ୍ନ ହୁଏ ନାହିଁ। ଜୀବନର ପ୍ରତିଟି ପଦକ୍ଷେପରେ ହିଁ କିଛି ସୁବିଧା ଅସୁବିଧା ଅଛି। ଯେଉଁ ସବୁ ମଣିଷ କେବଳ ମାତ୍ର ଅସୁବିଧାର କଥା ଭାବିଥାନ୍ତି ସେମାନେ କେବେ ବି ସନ୍ତୁଷ୍ଟ ହୋଇପାରନ୍ତି ନାହିଁ। ଭଲ ଅବସ୍ଥା ମଧ୍ୟରେ ବି ସେମାନେ ଏକ ପ୍ରକାର ଅଦ୍ଭୁତ ହତାଶା ବୋଧରେ ଛନ୍ନ ହୋଇ ପଡ଼ନ୍ତି। ଏ ସ୍ୱାର୍ଥପର ଦୁନିଆରେ ଗୋଟେ ସତରେ ଥିଲେ ଭାତ ଆଉ ସ୍ୱାର୍ଥ ସରିଲେ ନାତ। ଆଚ୍ଛା, ଗୋଟିଏ କଥା କୁହନ୍ତୁ ବନ୍ଧୁ, ଝିଅଟିଏ ସାରା ଦୁନିଆକୁ ଡରେ କିନ୍ତୁ ଯାହାକୁ ସେ ଭଲ ପାଏ ତାକୁ ଡରେନି, ଆଉ ପୁଅଟିଏ ସାରା ଦୁନିଆକୁ ଡରେନି କିନ୍ତୁ ଯେଉଁ ଝିଅକୁ ଭଲ ପାଏ ତାକୁ ଡରେ। ଏମିତି କାହିଁକି? ପୁରୁଷମାନେ ଗୋଟେ ବିଶ୍ୱସ୍ତ ନାରୀକୁ କୋଉଠି ବା ସମ୍ଭାଳି ପାରନ୍ତି, ତାକୁ ବି ହରେଇ ଦିଅନ୍ତି। ଏବେ କାମ ବ୍ୟସ୍ତରେ ରୁହନ୍ତି ତ ଏବେ ନିଜ ପାଇଁ ବ୍ୟସ୍ତ ରୁହନ୍ତି। ବେଳେ ବେଳେ ମଣିଷ ବହୁତ କିଛି ଅକୁହା କଥା କହିବାକୁ ଚାହିଁଥାଏ, ହେଲେ ଦୁଃଖର କଥା ଶୁଣିବାକୁ କାହା ପାଖରେ ସମୟ ନଥାଏ। ଯୋଉ ଲୋକ ନିଜ ସ୍ତ୍ରୀ ଆଗରେ ମୁହଁ ଖୋଲି ପାରେନି ସେଇ ଲୋକମାନେ ସ୍ତ୍ରୀ ପାଖରେ ଶୋଇଲା ବେଳେ ଗୁଡ଼ି ମାରି ସ୍ତ୍ରୀର ବଦଳା ନିଅନ୍ତି। ଭୁଲ ପାସୱାର୍ଡ ଥିଲେ ଗୋଟେ ଛୋଟ ମୋବାଇଲ ବି ଖୋଲେନି। ତାହେଲେ ଭାବନ୍ତୁ ଭୁଲ କର୍ମ କଲେ ସ୍ୱର୍ଗର କବାଟ କେମିତି ଖୋଲିବ? ଜୟ ଶ୍ରୀ ଜଗନ୍ନାଥ।